ଗୁରୁମାନଙ୍କର କଥା ତାକୁ ଯଦି ଟିକେ ପଢ଼ିବେ ବା ତାକୁ ଆଲୋଚନା କରିବେ, ସମସ୍ତଙ୍କ କଥା ହେଉଛି ଗୋଟିଏ। ଯେମିତି ଆମେ ମୁଁ ଖାଇବି ଇଏ ଅର୍ଥଟି ଯାହା, ଖାଲି ଯଦି କହିବ ଖାଇବି ସେ ଅର୍ଥଟି ମଧ୍ୟ ସେଇଆ। ତେଣୁ ମୁଙ୍କାର ହେଉଛି ଗୋଟେ ଛୋଟିଆ ଭୁଲ। ଯେଉଁଠି ମୁଁ ମୋର ଏଇଭଳିଆ ଶବ୍ଦ ସବୁ ବ୍ୟବହାର କରାଯାଏ, ସେଠି ସବୁ କଥା ସଫଳ ହୁଏ ନାହିଁ। ଭଗବାନ ଯେତେବେଳେ ନିରାକାର ରୂପରେ ଥିଲେ, ସେତେବେଳେ ସେ କାହାକୁ ମୁଁ ମୋର ଏସବୁ କଥା ସେ କହିନାହାନ୍ତି। ଯେତେବେଳେ ସେ ସାକାର ରୂପ ଧାରଣ କଲେ, କୃଷ୍ଣଙ୍କ ରୂପରେ ଆସିଲେ ବା ରାମଙ୍କ ରୂପରେ ଆସିଲେ, ସେତେବେଳେ ସେ ମୁଙ୍କାର ବା ମୁଁ ବା ମୋର ଏସବୁ ଶବ୍ଦ ବ୍ୟବହାର କଲେ। ତେଣୁ ଯେତେ ଦର୍ଶନ ଦୁନିଆରେ ଅଛି, ଅନେକ ଆଜି ବଦ୍ରୀନାଥ ଯାଉଛନ୍ତି, କିଏ ବିଶ୍ୱନାଥ ଯାଉଛନ୍ତି, କିଏ ଅଯୋଧ୍ୟା ରଘୁନାଥ ଯାଉଛନ୍ତି। କିନ୍ତୁ ସମସ୍ତଙ୍କୁ ଜାଣିବାକୁ ହବ, ଯିଏ ଯୋଉଠିକି ଯାଉଛି ଫଳ କିନ୍ତୁ ଗୋଟିଏ। ତମେ 10ଟା ତୀର୍ଥ ବୁଲିପାର, 12ଟା ତୀର୍ଥ ବୁଲିପାର। ମୁଁ ଏମିତି ଗଲି, ଏମିତି ଆସିଲି, ବୁଲିକି ଆଇଲି, କିନ୍ତୁ ଫଳ କିନ୍ତୁ ସ୍ୱତନ୍ତ୍ର। ଫଳ ଦିଟା ହେଇପାରିବନି। କେହି ବୃନ୍ଦାବନର ଗିରି ଗୋବର୍ଦ୍ଧନଙ୍କୁ ପରିକ୍ରମା କରୁଛି, ଆଉ କେହି ଜଗନ୍ନାଥଙ୍କ ମନ୍ଦିରକୁ ପରିକ୍ରମା କରୁଛି, କିଏ ଚିତ୍ରକୂଟ ପାହାଡ଼କୁ ପରିକ୍ରମା କରୁଛି, କିଏ ନର୍ମଦା ତୀର୍ଥକୁ ପରିକ୍ରମା କରୁଛି। ଏ ଯୋଉ ପରିକ୍ରମା କରିକିରି ସେ କ'ଣ ତାଙ୍କ ମନ୍ତ୍ର କ'ଣ ଭଜୁଥିବେ ସେ ଅଲଗା କଥା, କିନ୍ତୁ ପ୍ରକୃତରେ ପ୍ରତ୍ୟେକ ପରିକ୍ରମା ବା ପ୍ରତ୍ୟେକ ପୂଜା ଆମେ ଏଇ ଘରେ ବସି ପୂଜା କରୁଛୁ। ପୂଜା କରିସାରିଲା ପରେ ଆମେ ପ୍ରଣାମ ଟିକେ କଲୁ, କିନ୍ତୁ ଏଇ ଯୋଉ ପୂଜା ବା ପ୍ରଣାମ ଆମେ ଏଠି କଲୁ, ଆମେ ଭାବିଲୁ ଏଇଠି କରୁଛୁ, ଏଇ ଗଞ୍ଜାର ଏଇ ଜାଗାରେ କରୁଛୁ, କିନ୍ତୁ ପ୍ରକୃତରେ ସେ ପୂଜା ଏବଂ ଭକ୍ତିପୂତ ପ୍ରଣାମ ସେ ଯାଇକିରି ପହଞ୍ଚି ଯାଉଛି ସାଙ୍ଗେ ସାଙ୍ଗେ ସେଇ ଅଦୃଶ୍ୟ ସତ୍ତା, ଯାହାଙ୍କୁ ଆମେ ନିରାକାର ଭଗବାନ କୃଷ୍ଣ, ଜଗନ୍ନାଥ, ଆଲ୍ଲାହ କି ଗଡ ଏମିତି ଆମେ କହୁଛୁ, ସେ ପ୍ରଣାମଟା ସାଙ୍ଗେ ସାଙ୍ଗେ ସେଇଠି ପହଞ୍ଚି ଯାଉଛି। ତେଣୁ ସେ କହିଛନ୍ତି ଆକାଶାତ୍ ପତିତଂ ତ୍ୱୟଂ ଯଥା ଗଚ୍ଛତି ସାଗରେ ସର୍ବଦେବ
ହେ ସବ ଯିଏ ଯେଉଁଠି ନମସ୍କାର କରୁ, ମନେ କରାଯାଉ ଗୋଟିଏ ଲୋକ ସକାଳୁ ଉଠି ଗାଧେଇ ପାଧେଇ ତୁଳସୀ ଗଛରେ ପାଣି ଦଉଛି। ଯେତେବେଳେ ତୁଳସୀ ମୂଳରେ ସେ ପାଣି ଦଉଛି, ସେ ତାର ମନ ଭିତରେ କୋଉ ଠାକୁରଙ୍କୁ ଡାକୁଥିବ। ସେ ତୁଳସୀ ମୂଳରେ ଯୋଉ ପାଣି, ସିଏ ଯୋଉଠି ପହଞ୍ଚୁଛି, ଆମେ ଗାଧେଇଲା ବେଳେ ସୂର୍ଯ୍ୟଙ୍କୁ ଯୋଉ ତର୍ପଣ କରୁଛୁ, ଆଜିକାଲି କିଏ କରୁନାହାନ୍ତି ବୋଧେ, ତୁ ତର୍ପଣ ଟିକେ କରି ସୂର୍ଯ୍ୟଙ୍କୁ ନମସ୍କାର କରୁଛୁ, ସିଏ ମଧ୍ୟ ସେଇ ସ୍ଥାନରେ ଯାଇ ପହଞ୍ଚୁଛି। ଆମେ ଗୁରୁଙ୍କୁ ଜୀବନରେ ଦେଖିଲୁ, ଗୁରୁ ଦର୍ଶନ ପାଇଲୁ। ଗୁରୁଙ୍କ ଦର୍ଶନ ଆମେ ପାଇଲୁ, ଆମେ ଯେତିକି ଆନନ୍ଦ ହେଲୁ, ସବୁଠାରୁ ବଡ଼ କଥା ହଉଛି ତମେ ଗୁରୁଙ୍କୁ ଦର୍ଶନ କରିଛ, ତା ଅର୍ଥ ହଉଛି ତୁମେ ଭଗବାନଙ୍କୁ ଦର୍ଶନ କରିଛ। ଜଣେ ବ୍ୟକ୍ତି, କଟକ କାଳିଆବୋଦାର ଗୋଟେ କଥା ମୁଁ କହୁଛି, ଜଣେ ବ୍ୟକ୍ତି ସେ କାଳିଆବୋଦା, କଟକ କାଳିଆବୋଦାର ବାୟା ପାଗଳଙ୍କ ମୂର୍ତ୍ତିକୁ ସେ ପୂଜା କରେ। ସେ ତାଙ୍କର ଗୁରୁ, ଆଉ ବାୟାଙ୍କୁ ସେ ପୂଜା କରେ। ବାୟା କହିଲେ ନାମାଚାର୍ଯ୍ୟ ବାୟା ନୁହନ୍ତି, ସେ ହେଉଛନ୍ତି କାଳିଆବୋଦା ବାୟା। ସିଏ ଚାକିରି କରିଥିଲେ, ଗୋଟେ କଣ ଚାକିରି କରିଥିଲେ, ୱାର ସରକାର ନା କଣ। ସିଏ ନଈ କୂଳେ କୂଳେ ଆସୁଛନ୍ତି, ଭାବୁଛନ୍ତି ମୁଁ କିଛି ଦିନ ହେଲାଣି, ମାନେ କେତେ ଗୁଡ଼ାକ ଦିନ ହେଇଗଲାଣି, ମୁଁ ଗୁରୁଙ୍କୁ ଦର୍ଶନ କରିପାରିନି, କି ଗୁରୁ କ୍ଷେତ୍ରକୁ ମୁଁ ଯାଇନି। ଏଇଟା ଗୋଟେ ମୋର ବଡ଼ ଭୁଲ ହେଇଯାଇଛି। ଆଜି ଯିବି, ସ୍ନାନ ଶୌଚାଦି କାର୍ଯ୍ୟ ଶେଷ କରି ଆଗ ଯିବି ଗୁରୁକ୍ଷେତ୍ରକୁ। ଗୁରୁକ୍ଷେତ୍ରରେ ମୁଁ ଗୁରୁଙ୍କୁ ଦର୍ଶନ କରି ତାପରେ ମୁଁ ଆଉ ଯାହା କାମ କରିବି। ସେ ବ୍ୟକ୍ତି କହୁଥିଲେ, ମୁଁ ଶୁଣିଛି, ସେ ବ୍ୟକ୍ତିଙ୍କର ନାଁ ହଉଛି ଉଠା କଣ ଆଡ଼େ ସାଡ଼େ ଖାଲି ବନଉଛି, ଚନ୍ଦ୍ରମଣି ମହାନ୍ତି ବୋଲି ତାଙ୍କ ନାଁ। ସିଏ ତାଙ୍କର ନଈ କୂଳେ ବୁଲୁଛନ୍ତି, ଯାଉଛନ୍ତି, ଦେଖିଲେ ଯେ ପାଗଳା ଯିଏ ତାଙ୍କର ଗୁରୁ, ସେ ମୁଣ୍ଡ ଠାରୁ ଗୋଡ଼ ପର୍ଯ୍ୟନ୍ତ ପୁରା ବିଭୂତି ବୋଳି ହେଇଛନ୍ତି। ତାଙ୍କ ଦେହର ରଙ୍ଗ ଦେଖାଯାଉନି। ଗୋଟେ ତ୍ରିଶୂଳ ଧରିଛନ୍ତି। ତ୍ରିଶୂଳ ଧରିବା ପରେ ସେ ତାଙ୍କୁ ଯେମିତି ଜଣାଯାଉଛି ଗୋଟେ ବାଘ ପିଠି ଉପରେ ବସିଛନ୍ତି। ବାଘଟିଏ ଆସୁଛି, ସେ ବାଘ ପିଠି ଉପରେ ବସିଛନ୍ତି। ସେ ଦେଖିକିରି ଆଶ୍ଚର୍ଯ୍ୟ ହେଲେ, ଗୁରୁଦେବଙ୍କ ପାଖକୁ ବାଘ କେତେବେଳେ ଆଇଲା? ସେ ବାଘ ଉପରେ ବସିକିରି ବୁଲିବା, ଇଏ କଥା ସେ ଶିଖିଲେ କୋଉଠୁ? ଆଉ ତ୍ରିଶୂଳ ଧରିଛନ୍ତି, ବିଭୂତି ବୋଳି ହେଇଛନ୍ତି। ବିଭୂତି କହିଲେ ଯଜ୍ଞ ବିଭୂତି। ଇଏ ସବୁର କାରଣ କଣ? ଏମିତି ଭାବୁ ଭାବୁ ଉଭୟଙ୍କର ଗୋଟିଏ ଜାଗାରେ ସେ
ପହଞ୍ଚିଗଲେ, ଗୁରୁ ବି ପହଞ୍ଚିଗଲେ ଯୋଉଠି, ଶିଷ୍ୟ ବି ପହଞ୍ଚିଗଲେ ସେଇଠି। ଏ ଗୁରୁଙ୍କୁ ଦେଖିକି ସାଷ୍ଟାଙ୍ଗ ଦଣ୍ଡବତ କଲା ନଈବାଲିରେ ଏବଂ ମନେ ମନେ କହିଲା, ମୁଁ ଅନେକ ଦିନ ହେଲା ଆପଣଙ୍କ ଦର୍ଶନକୁ ଯାଇନଥିଲି, ଆପଣଙ୍କର କୃପା ହେବାରୁ ମୁଁ ଆଜି ଆପଣଙ୍କ ଦର୍ଶନ ପାଇଲି। ଏଇ କଥା ଯେତେବେଳେ ସେ ପାଗଳାଙ୍କୁ କହିଲେ, କହିକିରି ଦଣ୍ଡବତରୁ ଉଠିଲା ବେଳକୁ ଆଉ ପାଗଳା ନାହାନ୍ତି। ସେ ଦଣ୍ଡବତ ହେଲେ, ଗୁରୁଙ୍କ ପାଦ ଧୂଳି ମୁଣ୍ଡରେ ମାଇଲେ, ଗୁରୁଙ୍କୁ ମାନେ ଟିକେ ଦେଖିବେ ତ, ତାଙ୍କୁ ଦେଖିଲା ବେଳକୁ ତ ଗୁରୁ ନାହାନ୍ତି, ଆଉ ଗୁରୁଙ୍କୁ ଦେଖିବେ କଣ? ତେଣୁ ଏଇଥିରୁ ବୁଝିବେ ଗୁରୁ ଦର୍ଶନଟା କେତେ ମହାନ। ଶାନ୍ତିର ଦର୍ଶନ ଗୁରୁ ଦର୍ଶନମ, ପ୍ରେମମୟ ମୂର୍ତ୍ତି ଶ୍ରୀ କଞ୍ଜପରମ। ଯଦି ଦୁନିଆରେ କୌଣସି ଶାନ୍ତି ପାଇବା ପାଇଁ ଯଦି ଶାନ୍ତିକି ବୁଲିକିରି ଖୋଜିବ, ସିଏ କୋଉ ବଜାର ହାଟ ବଜାର ହୋଟେଲ, ଇଏ କୋଉଠି ଢାବା, କୋଉଠି ସେ ମିଳିବନି। ଶାନ୍ତି ପ୍ରକୃତରେ ଅଛି ଆମରି ମନ ଭିତରେ ଅଛି। ଆମର ଏଇ ଯୋଉ ପୁରା ମୁଣ୍ଡ ଆମେ ପାଇଛୁ, ଏଇ ମୁଣ୍ଡ ଭିତରେ ହିଁ ଶାନ୍ତି ଅଛି। ଏବଂ ସେଇ ମୁଣ୍ଡଟା ଯେତେବେଳେ ଗୁରୁଙ୍କ ପାଦପଦ୍ମକୁ ବା ଗୁରୁ ମୂର୍ତ୍ତିକୁ ବା ଗୁରୁଙ୍କର ବାକ୍ୟକୁ ଯେତେବେଳେ ସେ ପାଳନ କରେ, ସେଇ ଗୋଟିକ ହୁଏ ଶାନ୍ତିର ଦର୍ଶନ। ଶାନ୍ତିର ଦର୍ଶନ ଗୁରୁ ଦର୍ଶନ, ପ୍ରେମମୟ ଶ୍ରୀମୂର୍ତ୍ତି କଞ୍ଜପଦ। ଗୁରୁଦେବ ଦେବ, ଗୁରୁ ଜଗତପତି, ଗୁରୁ ପରାତ୍ପର, ଗୁରୁ ଶାନ୍ତି ଭକ୍ତି। ଗୁରୁ କୃଷ୍ଣ, ଗୁରୁ ରାମ, ଗୁରୁ ବୁଦ୍ଧ, ଗୁରୁ କଳିକି। ଗୁରୁ କୃଷ୍ଣ ଶ୍ରୀମଦ ଭଗବତ ଗୀତାରେ ଆପଣ ଦେଖିବେ, ସେଠି ଗୁରୁ କିଏ? କେହି କହନ୍ତି ବା ଆମେ ଶୁଣିଛୁ ମଧ୍ୟ, ଗୁରୁ ହେଉଛନ୍ତି ବ୍ୟାସ। ବ୍ୟାସ ଗୀତାକୁ ଲେଖିଛନ୍ତି। କୋଉଠି ଲେଖିଛନ୍ତି? ସରସ୍ୱତୀ ନଦୀ ତଟରେ। ତାମାନେ ଯୁଦ୍ଧ ଯୋଉଠି ହଉଛି, ସେଇଠୁ 20 କିଲୋମିଟର ଖଣ୍ଡ ଦୂରରେ ଗୋଟେ ସରସ୍ୱତୀ ନଦୀ ଏବେ ବି ଅଛି। ସେ ସେଇଠି ଲେଖୁଛନ୍ତି। 20 କିଲୋମିଟର ଦୂରରୁ ତାଙ୍କୁ କ'ଣ କୃଷ୍ଣ କହିଲେ, ବ୍ୟାସ ଶୁଣିଲେ, ବ୍ୟାସ ଲେଖିଲେ। ଏକଥା କ'ଣ ଗୋଟେ ସମ୍ଭବ ଜଣା ପଡୁଛି? କୃଷ୍ଣ ଯେତେବେଳେ କହିଲେ, ସେ କ'ଣ ମାଇକି ଲଗେଇକିରି କହିଲେ? ମାଇକି ଲଗେଇଲେ କୋଉ 20 କିଲୋମିଟର କଥା ଯିବ? କିନ୍ତୁ ସିଏ ଶୁଣିଲେ। ଦୁନିଆରେ ଯେତେ ଭକ୍ତି ଅଛି, ପ୍ରଥମ ଭକ୍ତି ହେଉଛି ଶ୍ରବଣମ୍। ଆପଣମାନେ ଏଠି ବସିଛନ୍ତି, ଯେଉଁ ଆଗ୍ରହ ସହିତ ଏଠି ବସିଛନ୍ତି, ସେଇଟା ହେଉଛି ଜୀବନର ପ୍ରଥମ ଭକ୍ତି। ଆପଣ ପୁଅ ଝିଅ ଆପଣମାନଙ୍କ ଜନ୍ମ ହେଲେ,
ଯେତେବେଳେ ପୁଅ ଝିଅ ଜନ୍ମ ହେଉଛନ୍ତି ସେ ପ୍ରଥମେ କ'ଣ ସବୁ ଇଂରାଜୀ ଓଡ଼ିଆ ଅଙ୍କ ଭୂଗୋଳ ଇତିହାସ ସବୁ ଆମକୁ କହୁଛନ୍ତି ନା ଲେଖୁଛନ୍ତି? ସେ କ'ଣ ଲେଖୁଛନ୍ତି, କ'ଣ କହୁଛନ୍ତି? ମା ତାଙ୍କୁ ଯାହା ଶିଖଉଛି, ବାପା ତାଙ୍କୁ ଯାହା ଶିଖେଇଛି, ଏଇ ବାବୁକୁ ତୁ ଦାଦା ଡାକିବୁ, ଏଇ ବାବୁକୁ ତୁ ମାମୁଁ ଡାକିବୁ, ଏଇ ବାବୁକୁ ତୁ ବାପା ଡାକିବୁ, ଏ କଥାଟି ଶିଖେଇଥିଲା କି? ଏହାକୁ କେହି ଶିଖେଇ ନଥିଲେ। ଶିଖେଇଥିଲେ କେବଳ ମା ଆଉ ବାପା। ପ୍ରଥମେ ଆମେ ଠାକୁରଙ୍କୁ ପ୍ରଣାମ କରି ଶିଖିଥିଲୁ। କିଏ ଆମକୁ ଶିଖେଇଦେଲା? ଏଠି ଚଉରା ମୂଳ, ଏଇଟା ବୃନ୍ଦାବତୀଙ୍କର ପୀଠ, ଏଇଟା ମାନେ ଏମିତି ଗୋଟେ ସ୍ଥାନ, ଏ ରାଧାକୃଷ୍ଣଙ୍କ ମନ୍ଦିର କି କ'ଣ ଜଗନ୍ନାଥଙ୍କ ମନ୍ଦିର, ଏଇଠି ତୁ ଜେଜେ ହ, ଏଇଠି ତୁ ଦଣ୍ଡବତ କର। ସେତେବେଳେ ସେ ବୁଝିନଥିଲା ଇଏ କିଏ ମୁଁ କିଏ। ସେଇ ମଣିଷ ଯେତେବେଳେ ବଡ଼ ହେଇଗଲା ତାର ଟିକେ ବୁଦ୍ଧିଟା ଯେମିତି ଟିକେ ଅଧିକ ହେଲା, ତାର ଫେଚକାମିଟା ଟିକେ ଅଧିକ ବଢ଼ିଗଲା। ଫେଚକାମି କ'ଣ ଆପଣମାନେ ନିଜେ ଅନୁଭବ କରିବେ। ଫେଚକାମିଟା କ'ଣ? ଆପଣ ଦେଖିବେ ଏଇ ବ୍ରହ୍ମପୁର ଟାଉନ ଭିତରେ ବି ଦେଖନ୍ତୁ, ମୁଁ ଯେତେବେଳେ ଆସିଥିଲି, ମୁଁ ତ ଅନେକ 2-4 ଥର ନା କେତେଥର ଆମର ଗୀତା ଭବନକୁ ତ ଆସେ। ଗୀତା ଭବନରେ ମୁଁ ଯେତେବେଳେ କହେ, ମୁଁ ଲକ୍ଷ୍ୟ କରିଛି ଅନ୍ୟମାନେ ବି କହନ୍ତି ଯେ ବାବା ଆସିଲେ ଟିକେ ଅଧିକ ଲୋକ ହଉଛନ୍ତି। ଆଉ ଭଲ ହେଲା, ଲୋକ ଅଧିକ ବୁଝିଲେ ଆଇଲେ। ଆଉ ଦିନେ ଆମେ ଦେଖିଲୁ, ଅନୁଭବ କଲୁ, ଲୋକ କ'ଣ କେହି ନାହାନ୍ତି, 10-20 ଜଣ ବସିଛନ୍ତି। ଆଜି କ'ଣ ପର୍ବପର୍ବାଣି ଅଛି ନା କ'ଣ? ସିଏ ମୋତେ ବୁଝେଇ ଦେଲେ ଏଇଠୁ ଏତିକି ବାଟରେ ଗୋଟିଏ ସତ୍ସଙ୍ଗ ହଉଛି, ଲୋକ ସବୁ ସେଠିକି ପଳେଇଲେଣି। ଆଉ ମୋ ସେ ସତ୍ସଙ୍ଗଟି କ'ଣ ଆମେ ବି ଟିକେ ଶୁଣିବା ନା? ସେଇଟା ହଉଛି କଳିକି ଆମାଙ୍କ ସତ୍ସଙ୍ଗ। ମୁଁ ଆଉ କିଛି କହିଲି, ମୁଁ କାର୍ଯ୍ୟ ସାରିକିରି ଆସିକିରି ରାତି ଯାକ ସେଇ କଳିକି ଆମାଙ୍କୁ ବଜେଇଲି। କହିଲି କଳିକି କିଏ, ଆମା କିଏ? ଇଏ ଦୁଇଟି ଶବ୍ଦକୁ ଯୋଡ଼ା ହେଲା କାହିଁକି? ଭଗବାନ ତ ପ୍ରତିଜ୍ଞା କରିଛନ୍ତି, ମୁଁ ଯୁଗ ଯୁଗ ଧରି ତମ ପାଖରେ ଆବିର୍ଭାବ ହେବି, ସେତିକି ବେଳେ ତୁମେ ଯେତେବେଳେ ଭୁଲ ବାଟରେ ଯିବ ତାକୁ ଠିକ କରିବା ପାଇଁ ମୁଁ ଆସିବି। ଆଉ ସେ ତ ଆମେ ନ ଡାକିଲେ ବି ତ ସେ ଆସିବେ। ଇଏ ପୁଣି ଗୋଟେ କଳିକି, ପୁଣି ଆମା। ଆମା ଗୋଟିଏ ତେଲୁଗୁ ଭାଷାର ମା, କଳିକି ଗୋଟେ ଅବତାରଙ୍କର ସ୍ୱରୂପ। ଇଏ ଏମିତି କ'ଣ କଳିକି ଆମା କହୁଛ? ତାଙ୍କର ଯୋଉ ଲୋକମାନଙ୍କୁ ଆମେ ସେ କଥା ଟିକେ ପଚାରିଲୁ, ସିଏ ଯୋଉ ବାଘ ଭଳିଆ ହେଲେ, ସିଏ ଏମିତି କାମୁଡ଼ି ପକେଇବେ ମୋତେ। ତା ମାନେ ସେ ହେଉଛନ୍ତି ଏକମାତ୍ର ପୃଥିବୀର ସ୍ରଷ୍ଟା, ଏ ଜଗତର ସ୍ରଷ୍ଟା। ସେ ଆବିର୍ଭାବ ହେଇଛନ୍ତି ସୃଷ୍ଟିକୁ, ମାନେ ସୃଷ୍ଟିର ସବୁ ମଙ୍ଗଳ କରିବେ ଆଉ ପାପୀମାନଙ୍କୁ ବିନାଶ କରିବେ। ମୁଁ ଖାଲି ଏତିକି କହିଲି, ମୁଁ ବି ଗୋଟିଏ ପାପୀ,
ଆପଣ ଟିକେ ଖବର ଦିଅନ୍ତୁ, ସିଏ ଆସନ୍ତୁ। ମତେ ଆଗ ସିଏ ବିନାଶ କରନ୍ତୁ। ସେମିତି କ'ଣ ସିଏ ଆସିବେ? କେମିତି କ'ଣ ଆସିବ? ଗାଡ଼ି ପଠେଇବି ନା କ'ଣ? ବାବୁ, କଳ୍କି କହିଲେ ଗୁରୁ ହଉଛନ୍ତି କଳ୍କି। ଜୀବନରେ ଯଦି କେହି କଳ୍କି ଥାଏ, ସେ କଳ୍କି ହଉଛନ୍ତି ଗୁରୁ। ଆ ବ୍ୟତୀତ କେହି ହେଇପାରିବେନି। ମ୍ଲେଚ୍ଛନି ବହନେ ଧନେ କଳୟସୀ କରବାଳଂ ଧୂମକେତୁ ବିବକିମପି କରାଳଂ କେଶବ ଧୃତ କଳ୍କି ଶରୀର ଜୟ ଜଗଦୀଶ ହରେ। ଅଜ୍ଞାନତାକୁ ଛେଦନ କରି ଯିଏ ଆମକୁ ସଦଜ୍ଞାନ ଅର୍ପଣ କରନ୍ତି, ସେଇ ହଉଛନ୍ତି ଗୁରୁ। ସେ ଅଜ୍ଞାନ ହଉଛି ଗୋଟେ ମ୍ଲେଚ୍ଛ, ସେ ଗୋଟେ ପାପ। ଆଉ ସେ ଆସିବେ କ'ଣ? ଗୁରୁ ହଉଛନ୍ତି ଅଜ୍ଞାନମ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକାୟ ଚକ୍ଷୁର୍ମିଲିତଂ ଯେନ ତସ୍ମୈ ଶ୍ରୀ ଗୁରବେ। ଏଠି ଆପଣମାନେ ଆଜି ବସିଲେ କ'ଣ? ଆପଣମାନେ ଆଗରୁ ଶୁଣିଥିଲେ। ଆଜି ଆମେ ଯାଉଛୁ ଅମୁକ ଜାଗାରେ ଗୋଟେ ସତ୍ସଙ୍ଗରେ ବସିବୁ, ସେଠି ଯିଏ କହିବେ ଏଇ କଥା ତ କହିବେ ଆଉ। ଏମିତି କ'ଣ ଭାବିଥିଲେ ଆପଣ? ଆପଣ ବର୍ତ୍ତମାନ ଶୁଣିବାରୁ କହୁଛନ୍ତି ଆରେ ଏଇ କଥାଟା ଆମେ ଶୁଣିଲୁ ଆଉ। ତେଣୁ ଶ୍ରୋତାବକତା ଯେ ପଚାରି, ଇଏ ସମସ୍ତେ ଜାଣିଛନ୍ତି। ତେଣୁ ଏ କଳ୍କି ଶବ୍ଦ ଯଦି ଜଣେ ପୁରୁଷ ହେଲେ, ଆମା ଶବ୍ଦଟା କ'ଣ? ଆ କହିଲେ ଆଦିତ୍ୟ ନାରାୟଣ, ଆ କହିଲେ ହୃଦୟରେ ଯିଏ ଅଛନ୍ତି ସିଏ ହଉଛନ୍ତି ଆ। ହୃଦୟରେ ଯୋଉ ଆଟି ଅଛନ୍ତି, ସେ ଯୋଉ ସେ ତାଙ୍କ ଭଲ ନାଁଟା କ'ଣ? ଆତ୍ମା। ଆମେ ଏଠି ବସିକିରି କଥାବାର୍ତ୍ତା ହଉଛୁ, ସେ ଆଟା ପାଇଁ କଥାବାର୍ତ୍ତା ହଉଛୁ। ଆଟା ଅଛି ବୋଲି କଥାବାର୍ତ୍ତା ହଉଛୁ। ଆଟି ଯଦି ବର୍ତ୍ତମାନ ଖସିକିରି ପଳେଇବେ, ଆମେ ଯିଏ ଯୋଉଠି ରହିଛୁ ସେଇଠି। ତେଣୁ ଆ କହିଲେ ଆତ୍ମା, ତାପର ଶବ୍ଦ ହଉଛି ମା। ମାଟି କ'ଣ? ଯାହାଙ୍କୁ ମାଧ୍ୟମ କରି, ଯେଉଁ ଗର୍ଭକୁ ସେମାନେ ମାଧ୍ୟମ କରି ପାଣି ମାଠିଆଏ ଆମେ ଆଣିବୁ, ଯଦି ମାଠିଆ ଆମେ ନେଇନୁ, ପାଣି କେମିତି ଆଣିବୁ? ତେଣୁ ଇଏ ଦେହ ରୂପକ ମାଠିଆରେ ସିଏ ହଉଛନ୍ତି ଆତ୍ମା। ଏଇ କଥାଟି ମୁଁ ନିଜେ ଜାଣିଲି, କାହାକୁ ବି ମୁଁ କହିନି, ମୋ ମନେ ମନେ ବୁଝିଲି। ମୁଁ କାହିଁକି ଏକଥା କହିଲି? ବର୍ତ୍ତମାନ ଆପଣ ଦେଖିବେ ପବିତ୍ର ସନାତନ ଧର୍ମ, ଆମେ ଏଠି ଯେତେ ବଇଛେ ସମସ୍ତେ ଗୋଟିଏ ଧର୍ମର ଲୋକ ବଇଛେ। ପବିତ୍ର ସନାତନ ଧର୍ମରେ କୋଉ ଗୋଟିକ ଭୁଲ ତାକୁ ମୁଁ ଆଜି ପର୍ଯ୍ୟନ୍ତ ଜାଣିପାରୁନି। ତେଣୁ ଏଠି କେତେ ଗୁଡ଼ିଏ ମହାପୁରୁଷ ବଇଛନ୍ତି। ଏଟା ଫଟୋ। ଏଇ ସେପାଖରେ ବଇଛନ୍ତି ଠାକୁର ଅନୁକୂଳ ଚନ୍ଦ୍ର। ସିଏ କ'ଣ କହିଲେ? ଜୟ ରାଧେ ରାଧେ କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲରେ। ତାହେଲେ କୋଉ ଗୋଟାକ ନୂଆ କହିଲେ ସେ? ଆପଣମାନେ ଏଇଠି ବସିକି ଭାବନ୍ତୁ, କୋଉ ଗୋଟିକ ନୂଆ କଥା କହିଛନ୍ତି? ରାଧେ ଜୟ ରାଧେ ରାଧେ
କୃଷ୍ଣ କୃଷ୍ଣ ଗୋବିନ୍ଦ ଗୋବିନ୍ଦ ବୋଲରେ ଆରେ ନୂଆ କଥା କାହିଁ? ଏଇଟା ଆମେ ଯାହା କହୁଛୁ ସେ ଯାହା କହୁଛନ୍ତି ଆଉ କଣ? ତାଙ୍କ ପାଖକୁ ଯିଏ ବସିଛନ୍ତି ମୁଁ ତାଙ୍କୁ ଚିହ୍ନି ପାରୁନି। ତାପରେ ଆଉ ଗୋଟିଏ ଯିଏ ବସିଛନ୍ତି ଶିରିଡ଼ି ସାଇ, ସିଏ କ'ଣ କହିଲେ? ସିଏ ମୁସଲମାନ ଘରେ ଜନ୍ମ ହେଲେ। ମୁସଲମାନଙ୍କ ଘରେ ବି ଜନ୍ମ ହେଇନାହାନ୍ତି, ଗୋଟେ ପୋଖରୀ କୂଳରେ ଜନ୍ମ ହେଲେ। ସେ ଯାହା ହଉ, ସିଏ କ'ଣ କହିଲେ? ସବକା ମାଲିକ ଏକ। ତାହେଲେ କେଡ଼େ ବଡ଼ କଥାଟା କହିଲେ? ତମେ ଯୋଉ ଧନ୍ଦୀ ହଉଛ, ଆଜି କହୁଛ କୃଷ୍ଣ, କାଲି କହୁଛ କାଳୀ, ସବକା ମାଲିକ ଏକ, ସମସ୍ତଙ୍କର ଗୋଟିଏ ଇଷ୍ଟ। ସେଇଭଳି ଭାବରେ ଆଉ କିଏ ବହି ଦେଖାଯାଏ? ରବିଶଙ୍କର ବସିଛନ୍ତି, ସିଏ ବର୍ତ୍ତମାନ ଶିଖଉଛନ୍ତି ଜୀବନ ପାଇଁ ଯେଉଁ ଯୋଗ ଆବଶ୍ୟକ। ଏମିତି ଆମେ ସମସ୍ତଙ୍କ କଥା କହିଲେ ଏମିତି ବହୁତ ସମୟ ଯିବ। ସତ୍ୟ ସାଇ ବସିଛନ୍ତି, ଏ ଯୋଗାନନ୍ଦ ବସିଛନ୍ତି। ସତ୍ୟ ସାଇ କ'ଣ କହିଲେ? ମାନସ ଭଜରେ ଗୁରୁଚରଣମ ଦୁସ୍ତର ଭବସାଗର ତାରଣମ। ସେଟା କୋଉ ଗୋଟାକ ନୂଆ କହିଲେ? ଏମିତି ସବୁ ବହିଛନ୍ତି ତ ଆଉ। ଏଠି ଠାକୁର ଅଭିରାମ ବହି, ସିଏ କ'ଣ କହିଲେ? ଭଜ ସତ୍ୟ ନାରାୟଣ ଅଭିରାମ। ଆଡ଼େ ସାଡ଼େ ମନ ଦିଅ ନା। ସେଇ ଯିଏ ସତ୍ୟ ସେଇ ହଉଛନ୍ତି ନାରାୟଣ, ତାଙ୍କୁ ହିଁ ସ୍ମରଣ କର। ଏଇଭଳି ଭାବରେ ଯୋଉମାନଙ୍କୁ ଆପଣମାନେ ଦେଖୁଛନ୍ତି, ଆପଣ ଯୀଶୁଖ୍ରୀଷ୍ଟଙ୍କର ବାଇବେଲ ଆଣନ୍ତୁ, ମୁସଲମାନ ମାନଙ୍କର କୁରଆନ ଆଣନ୍ତୁ, ଗୀତା ଆଣନ୍ତୁ। ମୁଁ ଧର ଗୀତା କହିବି, ନାଇଁ ତ ମତେ ଯଦି ମୁସଲମାନ ମାନେ କହିବେ ଆପଣ କୋରାନ କୁହନ୍ତୁ, ମୁଁ କୋରାନ କହିବି। ମତେ ଯେତିକି ଆସେ ସେତିକି କହିବି। ଆଉ ମତେ ଯେତିକି ଆସେ ତାରି ଭିତରେ ତ କହିବି, ସବୁ ଜାଗା ସରିଯିବ। ଆଉ ଅଧିକ ଗପିବା କ'ଣ ଦରକାର? ଯୋଉ ମହାପୁରୁଷ ମାନେ ଆଜି ପୃଥିବୀକୁ ଘେରିକିରି ରହିଛନ୍ତି, ଆଜି ଦେଖନ୍ତୁ ଧର୍ମ କାଳେ ଏମାନେ ପାଳନ କରିବାକୁ ଆଇଥିଲେ। କିଏ ଦାଢ଼ି ରଖିଛି, କିଏ ଜଟା ରଖିଛି, କିଏ କ'ଣ ଏମାଳା ଇଏ କରିଛି, ଆଉ ସବୁ କିଏ ଲୁଙ୍ଗି ପିନ୍ଧୁଛି, କିଏ ଲୁଗା ପିନ୍ଧୁଛି, କିଏ ଗୋଟେ ମୁଣ୍ଡରେ ଟୋପି ଦେଉଛି। ଏମିତି ଆମ ବିଭିନ୍ନ ପ୍ରକାର ଆପଣ ଦେଖିବେ। ସେଇ ଯୋଉ କଥାଟି ସେ ସବୁ ରୂପ ଦେଖଉଛନ୍ତି, ସେଇ ରୂପ ଭିତରେ କ'ଣ ଠାକୁର ଅଛନ୍ତି? ସେଇ କ'ଣ ହଉଛନ୍ତି ଭଗବାନଙ୍କର ନିର୍ଦ୍ଦେଶରେ ସେଇ ରୂପ ହେଇଛି? ଇଏ ସବୁ କିଛି ନୁହେଁ। ଯିଏ ଯାହା କହିଛି ସେ କଥାର ତତ୍ତ୍ୱ ହଉଛି ଗୋଟିଏ। ଧରନ୍ତୁ ମୁଁ ଯଦି ସେ କଥା କହିବି, ମୁସଲମାନ ମାନେ ମତେ ମାରିଦେବେ। ଯଦି କହିବି ଯେ କାଫେର କାହାକୁ କହନ୍ତି, ନା ଆମ କୋରାନରେ ଲେଖା ହେଇଛି। କୋଉଠି ଲେଖା ହେଇଛି? କୋରାନରେ ଲେଖା ହେଇଛି କାଫେର କ'ଣ ହିନ୍ଦୁ? ଯୀଶୁଖ୍ରୀଷ୍ଟଙ୍କ ପରେ ମହମ୍ମଦ ଆସିଲେ। ଆଗେ ଯୀଶୁଖ୍ରୀଷ୍ଟଙ୍କ ଧର୍ମଟା ପ୍ରଚାର ହେଇଥିଲା ନା ଆଗ ମୁସଲମାନ ଧର୍ମଟା ପ୍ରଚାର ହେଇଥିଲା? ତାହେଲେ ଯୀଶୁଖ୍ରୀଷ୍ଟ ଯୋଉ ଧର୍ମ ପ୍ରଚାର କରିଥିଲେ, ସେ କ'ଣ ଅଡୁଆ କଲେ ଯେ ତମେ ଆଉ ଗୋଟେ ଧର୍ମ ସୃଷ୍ଟି କଲ? ଯଦି ସେ ସୃଷ୍ଟି କଲ ଭଲ ହେଲା, କିନ୍ତୁ କାଫେର କି? ଆମେ ଯାହାକୁ କହୁଛୁ ଅସୁର, ସେଟା ଅସୁର କୋଉଠି ଅଛନ୍ତି? ତାମାନେ ତାଙ୍କ କହିବା ଉଦ୍ଦେଶ୍ୟଟି କ'ଣ ମୁଁ ବି ଜାଣିନି। ମୁଁ ଯେତିକି ଭାବୁଛି, ଯେଉଁମାନେ ନାସ୍ତିକ,
ଯେଉଁମାନେ ଈଶ୍ୱରଙ୍କୁ ମାନନ୍ତି ନାହିଁ, ଶାସ୍ତ୍ରକୁ ମାନନ୍ତି ନାହିଁ, ସନ୍ଥଙ୍କୁ ମାନନ୍ତି ନାହିଁ, ସେଇମାନେ ହେଉଛନ୍ତି କାଫିର। ତେଣୁ ସେଇମାନଙ୍କୁ ଦମନ କର। ଇଏ ତାକୁ ଭାବିଲେ ଯିଏ ମୁସଲମାନ ନୁହନ୍ତି ତାଙ୍କୁ ଗୋଟେ ବିରାଟ ଖଣ୍ଡା ଆଣିକିରି ତାଙ୍କୁ ଦିପସ କରିଦିଅ, ଗଲା। ଛେଳି ଖାସି ମାଇଲା ଭଳିଆ ବାଧ୍ୟ। ତେଣୁ ଧର୍ମ ଗୋଟେ ଏମିତି ଜିନିଷ। ଆଜି ଆପଣ ଦେଖନ୍ତୁ ୟୁକ୍ରେନ ରଷିଆ ଯୁଦ୍ଧ ଚାଲିଛି, ଇରାନ ଆମେରିକା ଯୁଦ୍ଧ ଲାଗିଛି। ଏସବୁ କ'ଣ ଧର୍ମକୁ ନେଇ ଯୁଦ୍ଧ? ଇଏ ଗୋଟେ ଖ୍ରୀଷ୍ଟିଆନ ଧର୍ମ, ସେ ଗୋଟେ ଇସଲାମ ଧର୍ମ। ଧର୍ମ କ'ଣ ସୃଷ୍ଟି ହେଇଥିଲା ଯୁଦ୍ଧ କରିବା ପାଇଁ? ଧର୍ମ କ'ଣ ସୃଷ୍ଟି ହେଇଥିଲା ଆଉ ଗ୍ୟାସ୍ ମିଳିବନି, ପେଟ୍ରୋଲ ମିଳିବନି, ଡିଜେଲ ମିଳିବନି, ଏଇଥିପାଇଁ କ'ଣ ଧର୍ମ ସୃଷ୍ଟି ହେଇଥିଲା? ତେଣୁ ଧର୍ମ ଶବ୍ଦର ଅର୍ଥ ହେଉଛି ଯିଏ ଆମକୁ ଧାରଣ କରିଛନ୍ତି, ପାଳନ କରୁଛନ୍ତି, ସେଇ ହେଉଛନ୍ତି ଧର୍ମ। କୌଣସି ନାଁ ଫାଁ କିଛି ନାହିଁ। ସେ ହିନ୍ଦୁ ଧର୍ମ, ମୁସଲମାନ ଧର୍ମ, ଏତେ ନାଁ ବି ଦରକାର ନାହିଁ। ଧର୍ମ ମାନେ ହିଁ ବିଲେଇ ମା ଯେମିତି ତା ଛୁଆକୁ କାମୁଡ଼ିକିରି ଏ ଜାଗାରୁ ସେ ଜାଗାକୁ ନେଇଯାଉଛି। ଟିକେ ବାଟ ଗଲା ପରେ ଆଉ ଗୋଟିଏ ଦୃଶ୍ୟ ଦେଖିଲେ, ଗୋଟିଏ ମାଙ୍କଡ଼ ଛୁଆ ସେ ମାଙ୍କଡ଼କୁ ମାରି ବସି ଧରିଛି, ମାଙ୍କଡ଼ ମା ତା ଛୁଆକୁ ବହିକି ନେଇଯାଉଛି। ଏଇ ହେଉଛି ଧର୍ମର ପ୍ରକୃତ ତତ୍ତ୍ୱ ହେଉଛି ଏଇଆ। ଧାରଣ କରନ୍ତି ମା, ପାଳନ କରନ୍ତି ବାପା। ଇଏ ଦିଟା ଜିନିଷକୁ ଯିଏ ଜମା ଜାଣିନାହାନ୍ତି, ସିଏ କେବଳ ଗୋଟାଏ ପ୍ରକାର, ମୁଁ ତ କହୁଛି ଏଇଠି କହୁଛି ସବୁଠି କହିବି, ସିଏ ଗୋଟାଏ ପ୍ରକାର ବାଇଆ। ଆଉ ତାକୁ ବାଇଆ ଭୂତ ଲାଗିଛି, ଖଣ୍ଡିଆ ଭୂତ। ଧର୍ମ ନାମରେ ନୃଶଂସତା ସୃଷ୍ଟି କରି ଆଜି ଧର୍ମକୁ ନଷ୍ଟ ଭଷ୍ଟ କରୁଛନ୍ତି। ଆଜି ଛୁଆ ଗୁଡ଼ାକ କ'ଣ ନା, ଆମେ ଅମୁକ ସରକାର, ଆମେ ଅମୁକ, ଆମେ ଏତେ ସବୁ ତୁମେ ଏତେ ଉପରକୁ ଚାଲିଗଲଣି, ଆମେ ତ କାହିଁ କ'ଣ ଚିଠି ଦେଉଛୁ ତାକୁ ଉତ୍ତର ଦେଉନା। ଆମେ ପଚାରୁଛୁ ପିଲାମାନଙ୍କୁ, ମଦ ଦୋକାନ ତୁମେ ଆଗ ଖୋଲିଲ ନା ପିଲାମାନେ କେଉଁଠି ଷ୍ଟ୍ରାଇକ୍ କରିକିରି ରାସ୍ତାରେ ଚକ ଅଖ ବନ୍ଦ କଲେ, ହେ ସରକାର ତୁମେ ମଦ ଦୋକାନ ଖୋଲ, ଆମେ ଟୋପାଏ ଟୋପାଏ ପିଇବୁ, କେଉଁ ଷ୍ଟ୍ରାଇକ୍ ହେଇଛି? ତମେ ମଦ ଦୋକାନ ଖୋଲିକିରି ଆମ ପୁଅ ଝିଅମାନଙ୍କୁ ମଦ ପିଆଇକିରି ଅଳ୍ପ ଦିନରେ ଯେଉଁ ଆୟୁଷଟା ଥିଲା ସେଟା 5 ବର୍ଷ 3 ବର୍ଷ କମିଗଲା ପରେ ତମ ନାଁରେ କେସ୍ ହେବା କଥା। ମୁଁ ତା ମନରେ ଛକିଛି, ଯଦି ଏମିତି ଗୋଟେ କେସ୍ କେଉଁଠି ପଡ଼ିବ ମୁଁ ନିଶ୍ଚୟ କରିବି। ଆମେ ତମ ନାଁରେ କେସ୍ କରିବୁ, ଆମ ଛୁଆ କାହିଁକି ମଲା, ଆମ ଛୁଆ କାହିଁକି ରୋଗୀ ହେଲା। ଗୋଟେ 25-26 ବର୍ଷ କି 30 ବର୍ଷର ଛୁଆଟା ଏ ଦୁନିଆରୁ କାହିଁ ଗଲା? ତାର କାରଣ ହେଉଛି ଏଇ ମଦ, ଏ ଯେଉଁ କ'ଣ ଚରସ, ଏସବୁ କଥା। ତେଣୁ ପ୍ରକୃତରେ ନିଶାମୁକ୍ତ ମଣିଷ ହିଁ ସେ ହେଉଛି ଜ୍ଞାନବାନ। ଗୁରୁବାର ମଣିଷ ହିଁ, ଯିଏ ଗୁରୁଙ୍କୁ ମାନିଛି, ସେ ଭଗବାନଙ୍କର ନିକଟତର ଲୋକ, ଭଗବାନଙ୍କର ନିକଟତର ଲୋକ। ଯିଏ ଜୀବନରେ ଅନ୍ୟର ସାହାଯ୍ୟ କରିଛି, ଅନ୍ୟକୁ ଯିଏ ଦୁଃଖ ବିପଦ ବେଳେ ଟିକେ ସାହାଯ୍ୟ କରିଛି, ସେଇ ହେଉଛି ପ୍ରକୃତ ସନ୍ଥ। ଆଉ ମୁଁ ଦାଢ଼ି ରଖିଲି, ବାଳ ରଖିଲି, ଯେ ଜଟା ରଖିଲି, ସେଥିରୁ କ'ଣ ମିଳୁଛି? ସେଗୁଡ଼ାକ ମୁଣ୍ଡରେ ଥିଲା, ଉଠିଲା, ଆଉ କ'ଣ ତାକୁ ଆଉ
କ'ଣ ହେରା କ'ଣ ଆଉ ତମେ ତାକୁ ରୋଇଛ ଆଣିକିରି ମାନେ ଏଇ ବଜାରରୁ କିଣିକିରି ଆଣି କ'ଣ ଅଠା ମାରିଛ? ତମେ ଦାଢ଼ି କାଟୁଛ, ମୁସଲମାନ ମାନେ ଦାଢ଼ି ଝାଡ଼ୁଛନ୍ତି। ଧର୍ମ ଏଠି କୌଣସି ସ୍ଥାନରେ ଧର୍ମ ନାହିଁ। ଯୋଉଠି ଅଛି ସେ ହଉଛି ତମେ, ତମରି ଭିତରେ ଧର୍ମ ଅଛି। ତମକୁ ସେ ନାହିଁ କରୁଛି। ତମେ ଯେତେବେଳେ କୁବାଟରେ ଯାଉଛ, ତମେ ହୁଅ ମୁଁ ହୁଏ ଯିଏ ହଉ, ସେ ଆମକୁ ନାହିଁ କରୁଛି ସେ ବାଟେ ଯାଆ ନା। କିନ୍ତୁ ଆମେ ଏତେ ଚଗଲା, ସେ ବାଟକୁ ଛାଡ଼ି ଦେଇକି ଆମ ବାଟରେ ଆମେ ଯାଉଛୁ। ତେଣୁ ଯୋଉଦିନ ଆମେ ପ୍ରକୃତରେ ବାଟ କ'ଣ ଅବାଟ କ'ଣ ଜାଣିବୁ, ଗୁରୁ କ'ଣ ଗୁରୁଜନ କ'ଣ ଜାଣିବୁ, ଆଉ ଶାସ୍ତ୍ର ପଢ଼ିବୁ। ଗୋଟେ ଲୋକ ସବୁଦିନ ଗୀତା ପଢ଼େ, ବାପାକୁ ଡିଡି ଗୋଇଠା ପକାଏ। ମାନେ ଏମିତି ରାଗିକିରି ନୁହଁ, ଯଦି ବାପା ଯଦି କହିଦେଲା ଆରେ ତୁ ଏତେ ସମୟ କ'ଣ ଗୀତା ପଢ଼ୁଛୁ, ସେ ବାଡ଼ିରେ ଗଛଟା ଲାଗିଥିଲା ପାଣି ଟିକେ ଦେଲେ ହେବନି। ମୋ ଗୀତା ପଢ଼ିବାର ତୁମେ କାହିଁ ଡିଷ୍ଟର୍ବ କଲ? ପୁଅ କହୁଛି ବାପାକୁ, ମୋର ଗୀତା ପଢ଼ିବାରେ ତୁମେ କାହିଁ ଡିଷ୍ଟର୍ବ କଲ? ନା କହିଲି କ'ଣ ହେଲା? ଆଉ ଦିଟା ଗୋଇଠା ପକାଇଲା। ଏଇ ହେଉଛି ଆମର ବର୍ତ୍ତମାନ ସମାଜ। ଯୋଉ ପିଲାଟି ଦିଟା ଗୋଇଠା ପକେଇଛି, ଯେମିତି ତାକୁ ଠାକୁର ମାୟାଧର, ଯେମିତି ତାର 40 ବର୍ଷ ପୁରି ଯାଇଛି, 45 ବର୍ଷ ହେଇଯାଇଛି, ତାର ଦିଟା ଯାକ ଗୋଡ଼ ଏମିତି ତାର ବିନ୍ଧିଲା ଯେ ସେ ଆଉ ରାତି ଦିନ ଶୋଇପାରିଲାନି। ମୋ ପାଖକୁ ଆସିଲା, ମୁଁ ବହୁତ ଦିନ ତଳ କଥା କହୁଛି, କ'ଣ ଜୀବନରେ କ'ଣ କରୁଛ କୁହ? ତମେ ମୋ ପାଖକୁ ଆଇଲ ଯେ କ'ଣ କରିଛ ତମେ? ନା ଡାକ୍ତର କହୁଛି ରୋଗ କହିଛି। ରୋଗ ତ କିଛି ନାହିଁ, ବିନ୍ଧୁଛୁ କାହିଁ? ତମେ କ'ଣ ଭୁଲ କରିଛ? ସେଠୁ ମାନିଲା, ମୁଁ ଏମିତି ବାପ ମାଙ୍କୁ ଏଇଟା ଗୋଇଠା ପକେଇଛି। ଆଉ କ'ଣ ଦିଟା ପକେଇଛୁ ନା ଆଉ ବେଶୀ ପକେଇଛୁ? ନା ନାଇଁ ଦିଟା ପକେଇଛ। ଚୁପ କରି ଯିବୁ। ଯୋଉ ବାପ ମାଙ୍କୁ ତୁ ଗୋଇଠା ମାରିଛୁ ସେ ତ ଆଉ ନାହାନ୍ତି, ମୃତ୍ୟୁବରଣ କଲେଣି। ସେଇ ବୟସର ବାପ ମାଙ୍କୁ ସେବା କରିବୁ, ତାଙ୍କ ଉଚ୍ଚିଷ୍ଟ ଖାଇବୁ, ତାଙ୍କ ପାଦ ଧୂଳି ଦେଇ ମୁଣ୍ଡରେ ମାରିବୁ, ଗୋଡ଼ରେ ମାରିବୁ, ପ୍ରାର୍ଥନା କରିବୁ, ପ୍ରଭୁ ତତେ ମୁକ୍ତି ଦିଅ। ତାହେଲେ ତୁ ଭଲ। ଆଉ ମୁଁ ନୁହେଁ ନା ମୋ ବାପା 14 ପୁରୁଷ ତତେ ଭଲ କରିପାରିବେନି। ତାପରେ ତ ଔଷଧ ନାହିଁ, ଆଉ କିଏ ଭଲ କରିବ? ତେଣୁ ସବୁଠାରୁ ବଡ଼ କଥା ହେଉଛି ଏଇ ଯେଉଁ ଛୋଟିଆ ଛୋଟିଆ କଥା ଗୁଡ଼ିଏ ଆମ ଭିତରେ ବ୍ୟତିକ୍ରମ ହେଇଯାଉଛି, ସେଇ ସବୁ ଅଡ଼ୁଆ। ଆଜିର ପବିତ୍ର ସତ୍ସଙ୍ଗ, ମୁଁ ସତ୍ସଙ୍ଗ କରିବାକୁ ଆସିନି, ଧର୍ମ ପ୍ରଚାର କରିବାକୁ ଆସିନି। ମୁଁ 2-3 ମାସ ପରିଶ୍ରମ କରି, ଅସହ୍ୟ ଗରମ, ଅସହ୍ୟ ଖରା ଆପଣମାନେ ଦେଖିଥିବେ, ତା ଭିତରେ ମୋର ପ୍ରତ୍ୟେକ ଦିନ 1-2ଟି ପ୍ରୋଗ୍ରାମ ନିଶ୍ଚୟ ଥିବ। ଏଇସବୁ ପ୍ରୋଗ୍ରାମ କରିସାରିଲା ପରେ ମୁଁ ସମ୍ପୂର୍ଣ୍ଣ ଅସୁସ୍ଥ ଟିକେ ହେଇପଡ଼ିଲି। ଖାଲି ମାନସିକ ସ୍ତରରେ, ଶାରୀରିକ ସ୍ତରରେ ଟିକେ ଶାନ୍ତି ପାଇବା ପାଇଁ, ଟିକେ ବିଶ୍ରାମ ନେବା ପାଇଁ ଆଇଛି। 4-8 ଦିନ ଘରେ ବିଶ୍ରାମ ଦେଲେ ତାପରେ ପୁଣି ଆମ କାମ ଆମେ କରିବା। ଆଉ ଆମ କଥା ଏତିକି ଥାଉ ନା, ନାମ ଟିକେ କରି ହରିବୋଲ ପକାଯାଉ।
जय जय